ଉପଯୁକ୍ତ ବେଶ ପକାଇ ଆସ। ପଦ୍ମଭୂଷଣ ଶ୍ରୀଯୁକ୍ତ ମନୋଜ ଦାସ, ଇଏ ହେଉଛନ୍ତି ସେଇ ମନୋଜ ଦାସ। ପିଲାମାନେ, ତୁମ ଗପଟି, ତୁମ ଯେଉଁ କାହାଣୀଟି କହିବା ପୂର୍ବରୁ ମୁଁ ତୁମମାନଙ୍କୁ ଗୋଟେ ଛୋଟିଆ କାହାଣୀଟିଏ କହିବି। ଜଣେ ସନ୍ନ୍ୟାସୀ ଜଙ୍ଗଲରେ ରହୁଥିଲେ। ସେ ଗୋଟିଏ ଗଛ ମୂଳେ ପ୍ରତ୍ୟେକ ଦିନ ତପସ୍ୟା କରୁଥିଲେ। ସେ ତପସ୍ୟା କରିବା ସମୟରେ ତାଙ୍କ ଓଙ୍କାର ଧ୍ୱନିକୁ ଶୁଣିବା ପାଇଁ ତାଙ୍କ ଆଖପାଖରେ ରଙ୍ଗ ବେରଙ୍ଗର ଅନେକ ଗୁଡ଼ିଏ ଚଢ଼େଇ ପକ୍ଷୀମାନେ ଆସି ଉଡ଼ୁଥିଲେ। ଏକଦା ଦିନେ ସେ ରାଜ୍ୟର ରାଜକୁମାର ଜଙ୍ଗଲକୁ ଆସିଲେ। ସନ୍ନ୍ୟାସୀଙ୍କ ପାଖରେ ଉଡ଼ୁଥିବା ଏତେ ସୁନ୍ଦର ପକ୍ଷୀ ଗୁଡ଼ିକୁ ଦେଖି ତାଙ୍କ ମନରେ ଲୋଭ ହେଲା। ସେ ସେଥିରୁ କିଛି ପକ୍ଷୀଙ୍କୁ ରାଜନହର ଧରି ନେବା ପାଇଁ ଚାହିଁଲେ। ସନ୍ନ୍ୟାସୀଙ୍କର ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ରାଜାଙ୍କ ଆଦେଶକୁ ମାନିଲେ। କିନ୍ତୁ ସେ ଗୋଟିଏ ସର୍ତ୍ତ ରଖିଲେ ଯେ ସେ ସେହି ପକ୍ଷୀମାନଙ୍କୁ ନିଜେ ଧରିକରି ଦେବେ ନାହିଁ। ତ ରାଜପୁତ୍ର ତାଙ୍କୁ କହିଲେ, ଆପଣ ତପସ୍ୟା କରନ୍ତୁ। ଆପଣ ତପସ୍ୟା କରିବା ସମୟରେ ପକ୍ଷୀମାନେ ଆସିଲେ ମୁଁ ସେମାନଙ୍କୁ ଧରି ନେବି। ତାପରେ ଋଷି ତାପର ଦିନଠାରୁ ତପସ୍ୟା କରିବା ବସିଲେ ଏବଂ ରାଜକୁମାର ଛକି ରହିଲେ ପକ୍ଷୀମାନଙ୍କୁ ଧରି ନେବା ପାଇଁ। ଋଷି ତପସ୍ୟା କରୁଥାନ୍ତି, କିନ୍ତୁ ତାଙ୍କ ମନ ଭିତର ଆନ୍ଦୋଳିତ ହୋଇଯାଉଥାଏ। ମନ ଭିତରେ ତପସ୍ୟାର ଚିନ୍ତା କରିବାର ଯେଉଁ ଚିନ୍ତା, ସେ ଶୁଦ୍ଧ ଚିନ୍ତାଧାରା ନଥାଏ। ପକ୍ଷୀ ଗୁଡ଼ିକ ରାଜକୁମାର କେମିତି ଧରି ନେବେ ସେ କଥା ତାଙ୍କ ମନ ଭିତରେ ଚାଲିଥାଏ। ତ ପକ୍ଷୀମାନେ ସେଦିନ ଆଉ ଗଛ ପାଖକୁ ଆସିଲେ ନାହିଁ ଋଷିଙ୍କର ଓଁକାର ଧ୍ୱନି ଶୁଣିବା ପାଇଁ। ଏହିପରି ପ୍ରତ୍ୟେକ ଦିନ, ଦିନ ପରେ ଦିନ, ଦିନ ପରେ ଦିନ ବିତିଗଲା। ଋଷି ପ୍ରତ୍ୟେକ ଦିନ ଯାଇ ତପସ୍ୟା କରନ୍ତି, କିନ୍ତୁ ତପସ୍ୟା କରିବା ସମୟରେ ରାଜକୁମାର କେମିତି ପକ୍ଷୀଙ୍କୁ ଧରି ନେବେ ସେ କଥା ଭାବୁଥାନ୍ତି। ଗୋଟିଏ ବି ପକ୍ଷୀ ଆସନ୍ତି ନାହିଁ ଗଛ ମୂଳକୁ। ରାଜକୁମାର ତାଙ୍କୁ କହିଲେ, ଆଉ ମୁଁ ଅପେକ୍ଷା କରିପାରିବି ନାହିଁ। ମୋର ପକ୍ଷୀ ଧରିବାରେ ଆଉ ଇଚ୍ଛା ନାହିଁ। ତ ଆଜିଠାରୁ ଆପଣ ଆପଣଙ୍କ ତପସ୍ୟା କରନ୍ତୁ। ସେଦିନ ଋଷିଙ୍କ ମନ ପ୍ରଫୁଲ୍ଲିତ ଥିଲା। ଆଉ ପକ୍ଷୀମାନଙ୍କ ପାଇଁ ଅନ୍ୟ କିଛି କୌଣସି ଚିନ୍ତା ନଥିଲା। ତ ଋଷି ଯାଇ ତପସ୍ୟା କଲେ। ତ ଗଛରେ ଅନେକ ଗୁଡ଼ିଏ ଚଢ଼େଇ ଆସି ପୁଣି ବସିବାକୁ ଲାଗିଲେ। ତ ଋଷି ବୁଝିଗଲେ ସେଦିନ ଯେ ତାଙ୍କ ମନରେ ଯେତେବେଳେ ପକ୍ଷୀମାନଙ୍କୁ ଧରିବାର ଆଶା ଥିଲା, ସେ ପକ୍ଷୀମାନେ କେହି ଗୋଟିଏ ହେଲେ ବି ଆସିଲେ ନାହିଁ। ଋଷିଙ୍କର ଓଙ୍କାର ଧ୍ୱନି ହେଉଥିଲେ ମଧ୍ୟ ମନ ଭିତରେ ନକାରାତ୍ମକ ଭାବ ଥିବାରୁ, ପକ୍ଷୀମାନଙ୍କୁ ଧରିବାର ଭାବ ଥିବାରୁ ପରିବେଶରେ ତା'ର ଛାୟା ପଡ଼ିଥିଲା, ଯାହାଫଳରେ ପକ୍ଷୀମାନେ ସେଠାକୁ ଆସିନଥିଲେ। ତ ଏଇ ଗପଟିରୁ ଆମେ ବୁଝିଲେ ଯେ ଆମେ ଯେତେ ଗେରୁଆ ବସ୍ତ୍ର ପିନ୍ଧି ଓଙ୍କାର ଧ୍ୱନି କଲେ ମଧ୍ୟ ଆମ ମନ ଭିତର ଯଦି କୌଣସି କାହା ପାଇଁ ବି କିଛି ଖରାପ ଚିନ୍ତା କରୁଛି, ତାହେଲେ ଆମ ପରିବେଶ ମଧ୍ୟ ଆମକୁ ସେଇ କାମ କରିବା ପାଇଁ ସହଜରେ ଦେବ ନାହିଁ। ପରିବେଶରେ ନକାରାତ୍ମକ ଶକ୍ତିର ସଞ୍ଚାର ହେବ। ଏବେ ଆମେ ତୁମ ଗପଟିକୁ ଦେଖିବା। ଦେଖ, ଗୋଟିଏ ଚିତ୍ର ଦେଖାଯାଉଛି ତୁମକୁ। ଚିତ୍ରରେ ରାଜା ତମ୍ବୁ ପକାଇ ଜଙ୍ଗଲ ପାଖରେ ଅବସ୍ଥାନ କରୁଛନ୍ତି, କାରଣ ରାଜା ରାଜ୍ୟ ଜୟ କରିବାକୁ ଯାଉଥିଲେ। ଏଇ ରାଜାଙ୍କର କ'ଣ ଗୋଟିଏ ଅଭ୍ୟାସ ଅଛି ଦେଖିବା। ପ୍ରତ୍ୟେକ ରାଜ୍ୟ ଜୟ କରିସାରିଲା ପରେ ରାଜା କ'ଣ କରନ୍ତି? ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତି। ରାଜ୍ୟ ପରେ ରାଜ୍ୟ 4-6 ରାଜ୍ୟ ଜୟ କରି ପଗଡ଼ି ଓ ପରିଧେୟରେ 4-6 ଚେକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ଡେରା ପଡ଼ିଥିଲା ଗୋଟିଏ ପର୍ବତର ପାଦଦେଶରେ। 2 ରାଜ୍ୟ ମଝିରେ ଏଇଟା ଗୋଟିଏ ଜନହୀନ ପ୍ରାୟ ବଣ ମୂଲକ। ତ ରାଜା ନିଜ ପୋଷାକରେ ହୀରା ଲଗାଇଛନ୍ତି, କାରଣ ରାଜା ଯେତୋଟି ରାଜ୍ୟ ଜୟ କରନ୍ତି ନିଜ ପୋଷାକରେ ଖଣ୍ଡିଏ ହୀରା ଲଗାନ୍ତି, ନିଜ ରାଜ୍ୟ ଜୟର ପ୍ରତୀକ ଭାବରେ। ସୈନ୍ୟବାହିନୀ ଶୋଇପଡ଼ିଥିଲେ। ରାଜା ତାଙ୍କ ଶିବିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ। ହଠାତ୍ ସମ୍ମୁଖବର୍ତ୍ତୀ ପର୍ବତ ଉପରେ ଏକ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କର ଦୃଷ୍ଟିଗୋଚର ହେଲା। ତାଙ୍କ ହୃଦୟ ବିସ୍ମୟ, ଚମକ ଏବଂ ଆନନ୍ଦରେ ଭରିଗଲା। ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅବକାଶ ନଥିଲା।
ବିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ ଓ ସେ ଆଲୋକ ଦେଖାଇଲେ। ମନ୍ତ୍ରୀ ଅତି ସ୍ୱାଭାବିକ ଭାବରେ କହିଲେ, ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁ ଶୁଣିଥିଲି କି ସେ ପର୍ବତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି। ଶୀତ ରାତି ସେ ନିଆଁ ଜଳାଇଛନ୍ତି। ତ ମନ୍ତ୍ରୀଙ୍କୁ ରାଜା ପଚାରିଲେ, ସେ ନିଆଁ ଏପରି କାହିଁକି ଦେଖାଯାଉଛି? ତ ମନ୍ତ୍ରୀ ସେଇଠି ତାଙ୍କୁ କହିଲେ, ରାଜାଙ୍କ ପ୍ରଶ୍ନରେ ମନ୍ତ୍ରୀ ବିସ୍ମିତ ହୋଇ କହିଲେ, ମଣିମା, ଶୁଖିଲା କାଠପତ୍ର ଜଳିଲେ ନିଆଁ ଯେପରି ଦେଖାଯିବା କଥା ଏହା ସେହିପରି। ଆଚ୍ଛା, ଶୋଇବ ଯାଅ, କହିଲେ ରାଜା। ସେ ବୁଝିଲେ ଯେ ଆଲୋକର ଯେଉଁ ବିଶେଷତ୍ୱ ସେ ଦେଖୁଛନ୍ତି ମନ୍ତ୍ରୀ ତାହା ଦେଖିପାରୁନାହାନ୍ତି। ପ୍ରଭାତ ହେଲା। ରାଜା ସନ୍ନ୍ୟାସୀଙ୍କୁ ଭେଟିବାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ। ଦୂତ ଫେରିଆସି କହିଲେ, ସନ୍ନ୍ୟାସୀ କହୁଛନ୍ତି କି ତାଙ୍କୁ ଭେଟିବାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିବା ଦରକାର। ଅବଶ୍ୟ କହି ରାଜା ତାଙ୍କର ରାଜ ପୋଷାକ, ରତ୍ନ ଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ। ସେ ପର୍ବତ ଅଧା ଚଢ଼ିବା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ, ଗୁରୁଦେବ, ମଣିମା ଆପଣଙ୍କୁ ଦୂରରୁ ଦେଖୁଛନ୍ତି। ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିବା ଦରକାର। ରାଜା ନୀରବରେ ଶିବିରକୁ ଆସି ରତ୍ନ ପୋଷାକ ଉତାରି ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜକୁ ନିଜେ କହିଲେ, ବାସ୍ତବିକ ରାଜା ପୋଷାକରେ ସନ୍ନ୍ୟାସୀଙ୍କ ପାଖକୁ ଯିବାକୁ ବାହାରିବାଟା ବୋକାମି ଛଡ଼ା ଆଉ କ'ଣ? ତାହେଲେ ରାଜା ମନେ ମନେ ଭାବିଲେ, ସନ୍ନ୍ୟାସୀଙ୍କ ପାଖକୁ ଯିବାକୁ ହେଲେ ଗୋଟିଏ ସାଧାରଣ ଲୋକର ପୋଷାକ ପିନ୍ଧି ଯିବା କଥା। ତ ସେ ସାଧାରଣ ପୋଷାକ ଖଣ୍ଡେ ପିନ୍ଧି ବାହାରିଲେ। ସେ ପର୍ବତ ଚଢ଼ିବାକୁ ଆରମ୍ଭ କରନ୍ତେ ପୁଣି ଜଣେ ଚେଲା ଆସି କହିଲା, ମହାରାଜ, ଗୁରୁଦେବ କହୁଛନ୍ତି କି ଆପଣ ଉପଯୁକ୍ତ ବେଶରେ ଆସନ୍ତୁ। ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ଓ ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି ପୁଣି ପର୍ବତ ଚଢ଼ିବାକୁ ଆରମ୍ଭ କଲେ। ରାଜା ଭାବିଲେ, ସନ୍ନ୍ୟାସୀ ଲୋକ ନିଜେ ଗେରୁଆ ଲୁଗାପଟା ପିନ୍ଧୁଛନ୍ତି, ତ ମୋତେ ବି ଗେରୁଆ ଲୁଗାପଟା ପିନ୍ଧି ଯିବାକୁ ପଡ଼ିବ। ପୁଣି କିଛି ବାଟ ଯାଇଛନ୍ତି, ଆଉ ଜଣେ ଚେଲା ଆସିଲେ। କ'ଣ କହିଲେ? ମହାରାଜ, ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ। ତୃତୀୟ ଚେଲାଟିଏ ତାଙ୍କୁ ଆସି କହିଲେ। ରାଜା କାନ୍ଦ କାନ୍ଦ ହୋଇଗଲେ। ମନ୍ତ୍ରୀ ତାଙ୍କ କାନରେ କହିଲେ, ମହାରାଜ, ସେ ଉଦ୍ଧତ ସାଧୁକୁ ଏଇ କ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରାଇଦେବି। ରାଜା ଧୀର କଣ୍ଠରେ କହିଲେ, ମନ୍ତ୍ରୀ, କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ତୁମେ ଓ ସେନାପତି ହାଜର କରିଛ। ଜଣେ ନିରସ୍ତ୍ର ନିର୍ବାକ ସାଧୁଙ୍କୁ ଧରି ଆଣିବାରେ ବାହାଦୁରୀ କ'ଣ? ତାପରେ ରାଜା ମନ୍ତ୍ରୀଙ୍କୁ ଏକଥା ସିନା କହିଦେଲେ, ତାଙ୍କ ମନ ଭିତରେ ଆନ୍ଦୋଳିତ ହୋଇଗଲା। କାରଣ ରାଜାଙ୍କର ପାଖକୁ ଆସୁନାହାନ୍ତି, ରାଜାଙ୍କୁ ନିଜ ପାଖକୁ ଯିବା ପାଇଁ ସନ୍ନ୍ୟାସୀ ଦେଉନାହାନ୍ତି। ତ ରାଜାଙ୍କର ଭୁଲ କ'ଣ? ରାଜା ଏକଥା ବସି ମନେ ମନେ ଚିନ୍ତା କଲେ। ଶିବିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ। ତାଙ୍କୁ କାନ୍ଦ ଲାଗିଲା, ତାଙ୍କ ଲୁହ ବୋହିଗଲା। ବାସ୍ତବିକ ଆଜି ଯାଏଁ ସେ ନିଜକୁ କେଡ଼େ ପ୍ରଭାବଶାଳୀ, କ୍ଷମତାଶାଳୀ ମନେ କରି ଆସିଥିଲେ। ଇଏ କ'ଣ ହେଲା? ବେଶ ବୋଇଲେ ସାଧୁ କ'ଣ ବୁଝାଉଛନ୍ତି? ଯୋଗ୍ୟତା। ବାସ୍ତବିକ ସେ କ'ଣ ଜଣେ ସାଧୁଙ୍କୁ ଭେଟିବାକୁ ଅଯୋଗ୍ୟ? ସେ ପ୍ରଶ୍ନ ପରେ ଯେମିତି ଚିନ୍ତା କଲେ, ସେତିକି ବିମର୍ଷ ବୋଧ କଲେ। ନିଜର ଯୋଗ୍ୟତା ଉପରେ ରାଜାଙ୍କ ମନରେ ପ୍ରଶ୍ନ ଉଠିଲା। କୌଣସି ଏତେ ଗୁଡ଼ିଏ ରାଜ୍ୟ ଜୟ କରି ଏତେ ଯୋଗ୍ୟ ହୋଇ ମଧ୍ୟ ସାଧୁ ତାଙ୍କୁ ଯୋଗ୍ୟ ଭାବୁନାହାନ୍ତି କାହିଁକି? ଅର୍ଥାତ୍ ଜୀବନରେ ଯେତେ ବିଜୟ ପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲୋଟେଇ ଦେଇଛନ୍ତି, ସେସବୁ ତାଙ୍କୁ ଅନ୍ୟମାନଙ୍କ ଆଖିରେ ବିରାଟ କରିଦେଇଥାଏ, କିନ୍ତୁ ସାଧୁଙ୍କ ଆଖିରେ ସେ ଅଯୋଗ୍ୟ। ସେହି ସମୟରେ ହଠାତ୍ ରାଜାଙ୍କୁ କିଛି ଶବ୍ଦ ଶୁଭିଲା। କ'ଣ ଶୁଭିଲା? ପୁଅ, ଏ ବେଶରେ ତୁମେ କେଡ଼େ ସୁନ୍ଦର ଦିଶୁଛ। ଏ ଅପୂର୍ବ କଣ୍ଠସ୍ୱର ରାଜାଙ୍କୁ ଚମକାଇ ଦେଲା। ସେ ଅନେଇବା ବେଳକୁ ତାଙ୍କ ଆଗରେ ଉଭା ହୋଇଥିଲେ ସ୍ୱୟଂ ସନ୍ନ୍ୟାସୀ। ରାଜା ତାଙ୍କ ପାଦରେ ଲୋଟି ପଡ଼ିଲେ। ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢେଇ ପକାଇଲେ। ହୃଦୟରେ ଏଭଳି ନମ୍ରତା ବୋଧଠୁ ଭଳି ସୁନ୍ଦର ସାଜ ଆଉ କିଛି ନାହିଁ। ମହାଭାଗ, ମୁଁ କେଡ଼େ ମୂର୍ଖ ଥିଲି। ରାଜା କହିଲେ, ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରବାନ୍ୱିତ ବୋଲି ବୋଧ କରୁଥିଲି।
राजा मृदु कंठरे कहले। राजा तांकु धीरे धीरे कहले सन्यासी को। सन्यासी तांकु कहले हे वत्स से गौरवबोध अज्ञान प्रसूत। से गौरवबोध है अज्ञान प्रसूत। सेठी ज्ञानर स्थान नहीं। तुम्हें अज्ञानी थिल एबे जाए। आज तुम्हें ज्ञानर उषालोक उपनीत। आज तुम्हें ज्ञानर उषालोक माने सकाळर आलोक। तुम ज्ञानर सकाळ आज होईछि। सन्यासी राजा को आशीर्वाद करी बुली करी चली गले। ताहले ए गपटी तुम्हें कौन शिखिल? प्रथम कहानी शिखिथिल जे जो पोशाक पिंधिले मध्य मन भीतर भावना तुमर चतुर्पार्श्वर कार्य सहित मन भीतर भावना ही देखा जाय थाए। तुम मुहर बाहरुथिबा ओंकार ध्वनि या तुम्हें पिंधिथिबा गेरुआ पोशाक किछि मध्य तुम चतुर्पार्श्व को बदलै पारे नाही। ए गपटी तुम बहिर गपटी कौन शिखिल? ताले आमको निजको देखैबाकू हेले आम रत्न खचित पोशाकटी बड़ नुहे। आम हृदयर नम्रता भाव आमर साधुता भाव ही बड़। जणे रत्न खचित पोशाक पिंधि थाउ बा गेरुआ पोशाक पिंधि थाउ बा साधारण पोशाक पिंधि थाउ सेथिरे कौनसी फरक नाही। केवल फरक कोठी मनर भाव। निज मनर भाव। जेतेबेले राजा गर्व करके जाउथिले मु एते राज्य जय करछि आ गोटे हीरा लगेबी आ गोटे राज्य जय कली से बेल आउ जेतेबेले राजा विमर्श होई पड़िछंती दुखित होई पड़िछंती। जने एते राज्य जय करा परे एते जय जयकार सुनिला परे मध्य जने साधारण सन्यासींकर दर्शन करने पाई राजा को अनुमति मिल पारनी। राजा सेठी दुखित होई पड़िछंती विमर्श होई पड़िछंती निजर हृदय को पढ़ी पारछंती। राजा सेठी राजांकर प्रकृत ज्ञानर उदय होइछि। सेमती आमको निज मन भीतरर ज्ञान को बाहर को आनिबा को पड़िबो। जेतेबेले तुमे देखुच तुमे गोटे नुआ सुंदर सार्ट पिंधि जाइछ किंतु तुम आखपाखरे थिबा लोक माने तुम सार्ट टी को देखुचंती तुमे मने मने भाबुच मोर सुंदरिया सार्ट टाको समस्त देखुचंती ना। हुए तो से माने मन भीतर सेतेबेले भाबुथिबे से आखपाखर पिला माने तार गोटे भल सार्ट अछि मोर नाही। आउ किए भाबुथिबो तार भलिया भल सार्ट तो मु जेमिति हेले किनिदेबी ताठू भल सार्ट किनिदेबी। किंतु केही केबे मन भितरे भल भाबी देखुथिबे एटा आमे भाबी परिबा नाही। किंतु जेतेबेले आमे नम्र भावरे कहा सहित कथा हेबा सेतेबेले हुए तो से पोशाक कथा भूली जाई तुमर सुंदर व्यवहार रे आकर्षित हो जिवो। तेनु तुम व्यवहार प्रथमे सुंदर करबा निहाती दरकार। देखिथिब गोटे गछरे जेतेबेले बहुत गुड़िए फल हेइथिबो गछटी नई पड़ुथिबो किंतु जेतेबेले फल गुड़िक गछरे किछि फल नथिबो डाल गुड़िक सीधा होइके थिबो। कारण जेतेबेले फल अधिक थाए जेतेबेले आमर ज्ञान सेमती ज्ञान जेतेबेले अधिक थाए ज्ञानर भारे मनुष्य नम्र हो जिबा नित्यांत आवश्यक। जी जेते पाठ पढ़ीदेले खाली हबनी तापाई से ज्ञान को उत्तम भावरे आहरण करवा निहाती आवश्यक। एबे जोड़ी दीटी जाक गप शुणिल यही राजा जेमिति सन्यासी ठारू किपरि तांकर ज्ञान को ज्ञानर दीप को जलाई आलोकित करिवे तार ज्ञान नहीं सेमती आउ जने राजा आमर इतिहास रे थिले सी हेउछंती सम्राट अशोक। ये हेले सम्राट अशोक अनेक राज्य जय करी निज नाम को स्वर्ण अक्षर रे लिपिबद्ध करचंती इतिहास रे। कारण से जेतेबेले युद्ध करुथिले सेतेबेले चिंता करुनथिले जे युद्ध रे अनेक लोकंकर मृत्यु हेबो रक्तपात हेबो। से केवल चिंता करुथिले मु केमिति राज्य पर राज्य जय करी चक्रवर्ती सम्राट हेबी। किंतु जेतेबेले कलिंग युद्ध हैला कलिंग युद्ध परे से विमर्श हो जाइथिले। तांकर भेट होइथिला गौतम बुद्धंक सहित। गौतम बुद्धंक सहित भेट होला परे से राज्य जयर जो इच्छा आशा ताको सब परित्याग करथिले।
से चंडाशोक धर्माशोकरे परिणत होइथिले केवल जने सद्गुरुंकर बाट देखैबारु। जेमिति सन्यासींकर बाट देखैबा परे राजा निजर आत्मा को चिन्हि पारिथिले, सेमिति सम्राट अशोक गौतम बुद्धଙ୍କ द्वारा से जो ज्ञानर आलोक को प्राप्त होइथिले, से निजको चिन्हि पारिथिले आउ गौतम बुद्धଙ୍କ शिष्य भावरे निजको समर्पण करथिले। एबे तुमे माने तुम बहिर विषयटी को 2-3 थर पढ़िब, कठिन शब्द अर्थ गुड़िक लेखिब आउ प्रश्न उत्तर भी पढ़िब।